ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ ଘରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସମସ୍ତେ ଚାହୁଁଛନ୍ତି ନିଜର ଗୋଟିଏ ସୁନ୍ଦର ଘର ତିଆରି କରିବା ପାଇଁ। କିନ୍ତୁ ବିଶେଷ କଥା ହେଉଛି ଘରଗୁଡ଼ିକର ଚାହିଦା ବର୍ତ୍ତମାନ କେବଳ ସ୍ୱଳ୍ପ ବଜେଟ୍ କିମ୍ବା ମଧ୍ୟମ ବଜେଟ୍ରେ ସୀମିତ ନୁହେଁ, ବରଂ ହାଇ ବଜେଟ୍ରେ ପହଞ୍ଚିଗଲାଣି। ଘର ଗୋଟେ ଖଣ୍ଡେ ତିଆରି କରିବା ପାଇଁ ସାରା ଜୀବନର ଆପଣଙ୍କର ସଞ୍ଚୟ ମଧ୍ୟ ନେଉଟ ହେଉଛି। ଘରଗୁଡ଼ିକର ଚାହିଦା ବୃଦ୍ଧି ହେତୁ ବର୍ତ୍ତମାନ ହୋମ୍ ଲୋନ୍ର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଯଦି ଆପଣ ମଧ୍ୟ ଗୋଟେ ଘର କିଣିବା ପାଇଁ ବା ଗୋଟିଏ ନିଜର ସ୍ୱପ୍ନର ଘର ତିଆରି କରିବା ପାଇଁ ହୋମ୍ ଲୋନ୍ ନେବା ପାଇଁ ଯୋଜନା କରୁଛନ୍ତି, ତେବେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ପୁରା ସ୍ପଷ୍ଟ କରିଦେବି ଯେ କେଉଁଠୁ ଆପଣ ସବୁଠାରୁ ଶସ୍ତାରେ ହୋମ୍ ଲୋନ୍ଟିଏ ନେଇପାରିବେ ଏବଂ ଆପଣଙ୍କର ସ୍ୱପ୍ନ ପୂରଣ କରିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଟୋଟାଲି ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଯଦି ଏପର୍ଯ୍ୟନ୍ତ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏହିପରି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ। ତେବେ ବନ୍ଧୁଗଣ, ଏପରି କିଛି ବ୍ୟାଙ୍କ ରହିଛି ଯାହା ଗ୍ରାହକମାନଙ୍କୁ ସର୍ବନିମ୍ନ ସୁଧ ହାରରେ ହୋମ୍ ଲୋନ୍ ପ୍ରଦାନ କରୁଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ରେପୋ ରେଟ୍ କମ୍ ହେବା ପରେ ଦେଶର ସମସ୍ତ ବ୍ୟାଙ୍କ ମଧ୍ୟ ହୋମ୍ ଲୋନ୍ରେ ସୁଧର ହାରକୁ ହ୍ରାସ କରିଛନ୍ତି। ତଥାପି ନିଜର କ୍ରେଡ଼ିଟ୍ ସ୍କୋର, ରିପେମେଣ୍ଟ ହିଷ୍ଟ୍ରି, ଆର୍ଥିକ ସ୍ଥିତି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଯେକୌଣସି ଗୋଟେ ଆପଣଙ୍କୁ ଲୋନ୍ ନେବା ପାଇଁ ହେଲେ ଆପଣଙ୍କର କ୍ରେଡ଼ିଟ୍ ସ୍କୋର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଯଦି ଆପଣ ଉପରୋକ୍ତ ଜିନିଷ ସବୁ ଭଲ ଅଛି, ତେବେ ବ୍ୟାଙ୍କ ଆପଣଙ୍କୁ କୌଣସି ଅସୁବିଧା ବିନା ଲୋନ୍ଟିଏ ଦେଇପାରିବ। କେଉଁ ବ୍ୟାଙ୍କ କେଉଁ ସୁଧ ହାରରେ ହୋମ୍ ଲୋନ୍ ପ୍ରଦାନ କରୁଛି ଆସନ୍ତୁ ଆମେ ଜାଣିବା। ତେବେ ଦେଖନ୍ତୁ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ବାର୍ଷିକ 8.10% ପ୍ରାରମ୍ଭିକ ହାରରେ ହୋମ୍ ଲୋନ୍ ପ୍ରଦାନ କରୁଅଛି। ସେହିପରି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟ 8.1% ହାରରେ ହୋମ୍ ଲୋନ୍ ଦେଉଛି। ସେହିପରି ବ୍ୟାଙ୍କ ଅଫ୍ ବରୋଦା 8.15% ହାରରେ ହୋମ୍ ଲୋନ୍ ପ୍ରଦାନ କରୁଅଛି। ତା ସହିତ ରହିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ 8.15 ସୁଧ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ 8.25% ହାରରେ ହୋମ୍ ଲୋନ୍ ପ୍ରଦାନ କରୁଅଛି। ତେବେ ବନ୍ଧୁଗଣ, ଜାଣି ରଖନ୍ତୁ ଯେ ହୋମ୍ ଲୋନ୍ କିମ୍ବା ଯେକୌଣସି ଗୋଟେ ଲୋନ୍ ପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରକ୍ରିୟାକରଣ ଶୁଳ୍କ ମଧ୍ୟ ନେଇଥାନ୍ତି, ଯେଉଁଟାକୁ ପ୍ରୋସେସିଂ ଫି ବୋଲି ସେମାନେ କହନ୍ତି, ଏବଂ ଅଲଗା ଅଲଗା ବ୍ୟାଙ୍କ ନିଜସ୍ୱ ପ୍ରୋସେସିଂ ଫି ଆଦାୟ କରିଥାନ୍ତି। କେତେକ ବ୍ୟାଙ୍କ ଋଣ ରାଶି ଉପରେ ପ୍ରୋସେସିଂ ଫି ନେଇଥାନ୍ତି, ତ କେତେକ ବ୍ୟାଙ୍କ ତାଙ୍କର ଯେଉଁ ପ୍ରୋସେସିଂ ଫି ରହିଛି ତାକୁ ଫିକ୍ସ ରଖିଥାନ୍ତି। ତେବେ ହୋମ୍ ଲୋନ୍ ବିଷୟରେ ଯଦି ଆଉ ଅଧିକ କିଛି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ନିକଟସ୍ଥ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ବ୍ୟାଙ୍କରୁ ସମ୍ପୂର୍ଣ୍ଣ ତଥ୍ୟ ନିଅନ୍ତୁ କେମିତି ଆପଣ ସହଜରେ ଗୋଟେ ହୋମ୍ ଲୋନ୍ ନେଇପାରିବେ ଏବଂ ଆପଣଙ୍କର ସ୍ୱପ୍ନକୁ ପୂରଣ କରିପାରିବେ। ତେଣୁ ଏଇ ଯେଉଁ 4-5ଟି ବ୍ୟାଙ୍କ ମୁଁ କହିଲି, ଏଇ 4-5ଟି ବ୍ୟାଙ୍କ ସର୍ବନିମ୍ନ ସୁଧ ହାରର ତାଙ୍କର ଆରମ୍ଭ ହୋଇଯାଉଛି। ଯଦି ଆପଣ ତାଙ୍କ କ୍ରାଇଟେରିଆରେ ଆସିଯାଉଛନ୍ତି, ତେବେ ଆପଣ ଅତି କମ୍ ସୁଧ ହାରରେ ହୋମ୍ ଲୋନ୍ଟିଏ ନେଇପାରିବେ। ତ ବନ୍ଧୁଗଣ, ନିଶ୍ଚିତ ଭାବରେ ଆପଣ ଯେକୌଣସି ଲୋନ୍ ନିଅନ୍ତୁ, ଆପଣଙ୍କର ଲୋନ୍ ନେବା ପାଇଁ ହେଲେ ଆପଣଙ୍କର କ୍ରେଡ଼ିଟ୍ ସ୍କୋର ଅତ୍ୟନ୍ତ ଜରୁରୀ ରହିଅଛି। କ୍ରେଡ଼ିଟ୍ ସ୍କୋର ଆପଣ ଯଦି ପୂର୍ବରୁ କୌଣସି ଲୋନ୍ ନେଇଛନ୍ତି ତା'ର ରିପେମେଣ୍ଟ ହିଷ୍ଟ୍ରି ଏବଂ ଆପଣଙ୍କର ଆର୍ଥିକ ସ୍ଥିତି, ଆପଣ କ'ଣ କରନ୍ତି, ତା'ର ଯେଉଁ ବ୍ୟାଙ୍କ ଷ୍ଟେଟମେଣ୍ଟ ରହିଛି, ସେ ବ୍ୟାଙ୍କ ଷ୍ଟେଟମେଣ୍ଟ ଆପଣଙ୍କୁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ତେବେ ଯଦି ଆପଣ କୌଣସି ଲୋନ୍ ନେବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କର ଯଦି କ୍ରେଡ଼ିଟ୍ ସ୍କୋର ବା ସିବିଲ୍ ସ୍କୋର ଯଦି ଆପଣଙ୍କର ଖରାପ ହୋଇଯାଇଥିବ, ତେବେ ପ୍ରଥମେ ତାକୁ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଛୋଟ ଛୋଟ ଲୋନ୍ ନେଇକି ତାକୁ ରିପେମେଣ୍ଟ ଇନ୍ ଟାଇମ୍ରେ କରନ୍ତୁ ଏବଂ ଆପଣଙ୍କର ସିବିଲ୍ ସ୍କୋରକୁ ବୃଦ୍ଧି କରନ୍ତୁ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟଟିକୁ ଆପଣ ଭଲ କରନ୍ତୁ, ଯାହାଫଳରେ କି ଆପଣ ଯେକୌଣସି ଗୋଟେ ଲୋନ୍ ନେବା ପାଇଁ ଆପଣଙ୍କୁ ଅତି ସୁବିଧା ହୋଇପାରିବ। ତେବେ ନିଶ୍ଚିତ ଭାବରେ ଯଦି ଆପଣଙ୍କର ଆବଶ୍ୟକତା ରହିଛି ହୋମ୍ ଲୋନ୍ର, ତେବେ ଆପଣ ମୁଁ ଏ ଯେଉଁ ବ୍ୟାଙ୍କ ଗୁଡ଼ିକ କହିଲି, ସେଇ ବ୍ୟାଙ୍କ ଗୁଡ଼ିକରେ ଯୋଗାଯୋଗ କରନ୍ତୁ। ଆପଣଙ୍କୁ ଅତି କମ୍ ମୂଲ୍ୟରେ ହୋମ୍ ଲୋନ୍ଟିଏ ମିଳିପାରିବ। ତ ବନ୍ଧୁଗଣ, ଏହା ହିଁ ଥିଲା ଆଜିର ହୋମ୍ ଲୋନ୍କୁ ନେଇକି ଅପଡ଼େଟ୍। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ନୋଟିଫିକେସନ୍ ଆଇକନ୍ଟିକୁ ଅଲ୍ରେ ସିଲେକ୍ଟ କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ ଆଉ ଗୋଟେ ନୂଆ ଅପଡ଼େଟ୍କୁ ନେଇକି। ସେଥି ପର୍ଯ୍ୟନ୍ତ ରହୁଛି। ନମସ୍କାର, ଜୟ ଜଗନ୍ନାଥ।